आज आम से भोजी भली पूरा सुपर टेस्टी क्रीमी टेक्सचर वाला मिक्स भेज पनीर बनैबा। वीडियो को संपूर्ण देखंतु केमिति बनाती भोजी रे एते टेस्ट लगे जोटी कि रुटी पूरी परोटा है कि भात सहित खाइबा बहुत बढ़िया लगे। वीडियो को संपूर्ण देखंतु जदि पसंद आसबो लाइक कमेंट शेयर करनेबे। चैनल नुआ थिले चैनल को सब्सक्राइब करनेबे। फेसबुक पेज रे देखुथिले प्लीज फेसबुक पेज को मध्य फॉलो करनेबे। आजिर मिक्स भेज पनीर टा खूब कम तेल मसला रे और बिना प्याज रसुण रे बना हबो। ସେଥିପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ ରହିଲା। ଆଜିର ମିକ୍ସ ଭେଜ୍ ପନିର ବନେଇବା ପାଇଁ ମୁଁ ଏଠି କିଛି କୋବିକୁ ଏମିତି ଛୋଟ ଛୋଟ କରି କାଟି ନେଇଛି ଆଉ ପ୍ରଥମରୁ 2-3 ଥର ଭଲସେ ଧୋଇ ଆଣିଛି। ଏଠି କଡ଼େଇରେ କିଛି ତେଲ ଗରମ ହେବା ପାଇଁ ଛାଡ଼ିଛି। ରିଫାଇନ୍ ତେଲରେ ମୁଁ ବନେଇବି, ତେଣୁ ତେଲ ଗରମ ହେଲା ପରେ ଏଠି କୋବିକୁ ଆମେ ଛାଣିବା ଆଉ ସବୁ ପରିବାକୁ ଆମେ ଭାଜିବା। କେବଳ କୋବିକି ଟିକେ ହାଲକା ଭାଜି ନେବା। ଏଇଠି ମୁଁ କୋବିରେ ହଳଦୀ କି ଲୁଣ କି ଆଡ଼୍ କରିନି, କିନ୍ତୁ କେବଳ ଏମିତି ହିଁ ଭାଜିବି ଯେମିତି କୋବିଟା ଆମର 70 to 80% ପାଖାପାଖି ସିଝିଯିବ। ଏଠି ମୁଁ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିକି କୋବିକୁ ମୁଁ ଭାଜି ନେଇଛି। କୋବିରୁ ମଧ୍ୟ ତେଲ ଗୁଡ଼ା ବାହାରିଛି ଆଉ ତାକୁ କାଢ଼ି ନେବା। ସେଇ ବଳକା ତେଲରେ ମୁଁ କିଛି ପନିର ରଖିଛି। ଏଠି 400 ଗ୍ରାମ ପନିର ମୁଁ ନେଇଛି, ଟିକେ ବଡ଼ ବଡ଼ ସାଇଜ୍ର କାଟି ନେଇଛି। ଆଉ ସେଇ ବଳକା ତେଲରେ ମୁଁ ପନିରକୁ ଆଡ଼୍ କରିନେଲି ଆଉ ଦୁଇ ପଟ ଏପଟ ସେପଟ କରି ଆମେ ଭାଜି ନେବା। ଆପଣ ଚାହିଁଲେ ସବୁ ପରିବା ସହିତ ପନିରକୁ ଅଧିକ କରି ତେଲ ଦେଇକରି ଛାଣିକି ବନେଇ ପାରିବେ। ଆମେ ଯେତେବେଳେ ଭୋଜିରେ ପନିର ଖାଆନ୍ତି ଖାଇଲା ପରେ ଟିକେ ହେଭି ଫିଲିଂ ହୁଏ, ମାନେ ଖାଇବାରେ ଟିକେ ଇନଡାଇଜେସନ୍ ହୁଏ, ଯେହେତୁ ସେ ବହୁତ ସାରା ତେଲ ପକେଇକି ବନାନ୍ତି। ତେଣୁ ଆଜି ଆମେ ଖୁବ୍ କମ୍ ତେଲ ମସଲାରେ ବନେଇବା। ମୁଁ ଏଠି ଯେଉଁ ବଳକା 1 ଚାମଚ ତେଲ ଥିଲା ସେଇ ତେଲରେ କିଛି ବିନ୍ସ, ଆଳୁ, ଗ୍ରୀନ୍ ମଟର ଆଉ କିଛି ନେଇଛି ଗାଜର, ତାକୁ ଦେବା। ଅଳ୍ପ କିଛି ଲୁଣ ଦେବା ଯେମିତି ଆମର ପରିବା ଟିକେ ଜଲ୍ଦି ଭାଜି ହେଇଯିବ ବା ସିଝିଯିବ। ପରେ ବି ଆମେ ଲୁଣ ଆଡ଼୍ କରିବା, ତେଣୁ ଦେଖିକି ଅଧ ଛୋଟ ଚାମଚରୁ କମ୍ ଟିକେ ମୁଁ ଲୁଣ ଆଡ଼୍ କଲି। ସବୁ ଗୋଳେଇ ନେବା ଆଉ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିକି ପରିବା ସବୁ 70% ପର୍ଯ୍ୟନ୍ତ ସିଝିବା ପର୍ଯ୍ୟନ୍ତ ଭାଜି ନେବା। ଏଠି ପରିବା ଟିକେ ସିଝିଗଲାଣି, ଯେହେତୁ କ୍ୟାପ୍ସିକମ୍ ଟିକେ ଜଲ୍ଦି ସିଝିଯାଏ, ସେଥିପାଇଁ ମୁଁ ଏଠି କ୍ୟାପ୍ସିକମ୍ 1 ନେଇଛି ଆଉ ତାକୁ ଟିକେ କ୍ୟୁ ସାଇଜ୍ର କାଟି ନେଇଛି ଆଉ ତା ଦେହରେ ଦେଇଦେବା ଆଉ ଟିକେ ଗୋଳେଇ ଲୋ ଟୁ ମିଡ଼ିୟମ୍ରେ ଗ୍ୟାସକୁ ରଖି ଆଉ 1-2 ମିନିଟ୍ ଭାଜି ନେବା, ଯେମିତି ଆମର ସବୁ ପରିବା ଭାଜି ହେଇଯିବ। ସେପଟେ ପରିବା ଭାଜି ହେବା ଭିତରେ ଆମେ ଏପଟେ ଗୋଟେ ମସଲା ବନେଇବା। ସେଥିପାଇଁ ମୁଁ 1 ଫାଳ କ୍ୟାପ୍ସିକମ୍ ନେଇଛି। କ୍ୟାପ୍ସିକମ୍ ଦେଲେ ଆମ ତରକାରୀ ପୁରା ମିଠା ଟେଷ୍ଟ ଆସିବ। 1 ଇଞ୍ଚ ଟିକେ ଅଦା ଅଧିକ ନେଇଛି, ତାକୁ ଛୋଟ ଛୋଟ କରି କାଟିକିରି ଚୋପା ବାହାର କରି ନେଇଛି। ଏଠି 1 ଟମାଟୋ ନେଇଛି। ଯଦି ଦେଶୀ ଟମାଟୋ ନେବେ ଟିକେ ଖଟାଳିଆ ଆସିବ, ସେଥିପାଇଁ ମୁଁ 1 ନେଇଛି। ଯଦି ମାନେ ହାଇବ୍ରିଡ୍ ଟମାଟୋ ନେଉଥିବେ ତାହେଲେ 2ଟା ଆଡ଼୍ କରିପାରିବେ। ଯେତିକି ତରକାରୀରେ ରାଗ ଖାଇବାକୁ ପସନ୍ଦ କରୁଥିବେ ସେଇ ହିସାବରେ କଞ୍ଚା ଲଙ୍କା ଆଉ କିଛି ଧନିଆ ପତ୍ରର ଡେମ୍ଫ ଦେଇଛି। ଅଳ୍ପ ପାଣି ଦେଇ ତାର ଚିକ୍କଣ କରି ପେଷ୍ଟ କରି ଆଣିବା। এইটি আমার তরকারি ପାଇଁ মশলা রেডি হয়ে গলা, আকু সাইড করে নেবা। সেপটে পরিবা চেক করিবা। এইটি পরিবা আমার 80% পাখাপাখি ভাজি হয়ে গলানি। আকু গোটে প্লেট কু কাঢ়ি নেবা। আর সেই কড়াইরে 1 চামচ রিফাইন তেল দেবা। তেল গরম ହେଲା ପରେ ଆପଣ ଚାହିଁଲେ ଏଠି କିଛି ଚିନି କି ଆଡ୍ କରିକି ତରକାରୀ କଲରଫୁଲ ବନେଇ ପାରିବେ। ଏଇରେ ତେଲ ଗରମ ହେଲା ପରେ ମୁଁ ଏଠି 1 ତେଜପତ୍ର, କିଛି ଗୋଟା ମସଲାରେ 1 ଅଳେଇଚ, 2ଟା ଗୁଜୁରାତି, 2-4ଟା ଲବଙ୍ଗ, କିଛି ଗୋଲମରିଚ, ଖଣ୍ଡେ ଡାଲଚିନି ଆଡ୍ କରିଛି ଆଉ ତାକୁ ଟିକେ ଭାଜି ନେବା। ଅଧ ଛୋଟ ଚାମଚ ଜିରା ମଧ୍ୟ ଆଡ୍ କରିଛି। ସେକୁ ଦେଇକି ଭାଜି ସାରିଲା ପରେ ତାର ବାସ୍ନା ଆସିଗଲା ପରେ ବାଟିକି ରଖିଥିବା ମସଲାକୁ ଦେବା ଆଉ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିକି ଅଳ୍ପ ଅଳ୍ପ ପାଣି ଦେଇ ମସଲାର ତେଲ ଅଲଗା ହେବା ପର୍ଯ୍ୟନ୍ତ 1-2 ମିନିଟ୍ ଭଲସେ କଷି ନେବା। ମସଲା ଆମର କଷି ହେଇଗଲା ପରେ ମୁଁ ଅଳ୍ପ କିଛି ପାଣି ଦେଇଛି, ଯେହେତୁ ଆମେ ଗୁଣ୍ଡ ମସଲା ଆଡ୍ କରିବା। ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ ଆଉ କଲର ପାଇଁ ଦେଇଛି କାଶ୍ମୀର ଲଙ୍କା ଗୁଣ୍ଡ। ଏଠି ସ୍ୱାଦ ଅନୁସାରେ ଅଳ୍ପ ଲୁଣ ଦେଲି, ଯେହେତୁ ମୁଁ ଆଗରୁ ଲୁଣ ପକେଇଥିଲି। ତାପରେ ଅଧ ଛୋଟ ଚାମଚ ଜିରା ଗୁଣ୍ଡ, 1 ବଡ଼ ଚାମଚ କରି ପାଉଡର ଆଉ 1 ଚାମଚ ଧନିଆ ଗୁଣ୍ଡକୁ ଆଡ୍ କରିବା ଆଉ ଅଳ୍ପ ଅଳ୍ପ ପାଣି ଦେଇ ଏଇ ମସଲାକୁ ମଧ୍ୟ ଆଉ 1-2 ମିନିଟ୍ ମସଲାର ତେଲ ଅଲଗା ହେବା ପର୍ଯ୍ୟନ୍ତ କଷି ନେବା। এই ମସଲାରୁ ତେଲ ଅଲଗା ହେଲାଣି, ଅଳ୍ପ ଅଳ୍ପ ଭଲସେ କଷି ହେଇଗଲାଣି। ଭଲ ଫ୍ଲେଭର ବଢ଼ିଆ ବାସ୍ନା ଆସିବା ପାଇଁ ଅଳ୍ପ କିଛି କସ୍ତୁରୀ ମେଥିକୁ ମୁଁ ଆଡ଼୍ କରିନେଲି ଆଉ 1 ପିଞ୍ଚରୁ ଅଳ୍ପ ଟିକେ କମ୍ ହେଙ୍ଗୁ ଦେବା। ହେଙ୍ଗୁ ଦେଲେ ବହୁତ ବଢ଼ିଆ ଲାଗିବ ତରକାରୀ ଆଉ ଡାଇଜେସନ୍ ପାଇଁ ବହୁତ ବଢ଼ିଆ କାମ ଦେବ। ଏଠି ଅଳ୍ପ ଅଳ୍ପ ପାଣି ଦେବା। ମସଲାକୁ ଆଉ 1-2 ମିନିଟ୍ ଭଲସେ କଷି ନେବା। ସେପଟେ ମସଲା କଷି ହେବା ଭିତରେ ଆଉ 1 ମସଲା ଆମେ ବନେଇବା। ଆପଣ ଚାହିଁଲେ ଏମିତି ହିଁ ବନେଇକି ତରକାରୀ ଖାଇପାରିବେ। ଯେହେତୁ ଆମେ ଭୋଜି ଷ୍ଟାଇଲ ବନେଇବା, ଟିକେ କ୍ରିମି ଟେକ୍ସଚର ରହିବ ତରକାରୀର, ମୁଁ ଏଠି 4-6ଟା ଖଣ୍ଡେ କାଜୁ ଆଉ କିଛି ଚାରମଗଜକୁ ଅଧ ଘଣ୍ଟାଏ ପୂର୍ବରୁ ଗରମ ପାଣି ଦେଇ ଭିଜେଇ ନେଇଥିଲି ଆଉ ତାକୁ ଅଳ୍ପ ପାଣି ଦେଇ ମୁଁ ଚିକ୍କଣ କରି ବାଟି ଆଣିବି। ଏପଟେ ମଧ୍ୟ ମସଲା ଆମର ପୁରା ତେଲ ଛାଡ଼ିଗଲାଣି ଆଉ ମସଲା ଡ୍ରାଏ ହେଇଗଲାଣି। ବାଟିକି ରଖିଥିବା କାଜୁ ଆଉ ଚାରମଗଜର ପେଷ୍ଟକୁ ଦେବା ଆଉ ସେ ଗିନାକୁ ଧୋଇକି ଅଳ୍ପ କିଛି ପାଣି ଦେବା, ମସଲାକୁ ଗୋଳେଇ ନେବା।
ଏଇଠି ମଧ୍ୟ କାଜୁ ଚାରମଗଜ ଦେଇ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିକି ମସଲାର ତେଲ ଅଲଗା ହେବା ପର୍ଯ୍ୟନ୍ତ ଆଉ 1-2 ମିନିଟ୍ ଭଲସେ କଷିବା। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବା। ଏଠି ଟିକେ ଟେଷ୍ଟକୁ ବାଲାନ୍ସ କରିବା ପାଇଁକା ମୁଁ 1 ବଡ଼ ଚାମଚ ଚିନି ଆଡ଼୍ କରିଛି। ବିଲକୁଲ ବି ମିଠା ଲାଗିବନି, ଭୋଜି ଭଳି ଲାଗିବ ଆଉ ଟେଷ୍ଟକୁ ବାଲାନ୍ସ କରିବ। ଚିନିଟା ଆଡ଼୍ କରିବେ ନିଶ୍ଚୟ। ତାକୁ ଦେବା ଆଉ ମସଲା 1-2 ମିନିଟ୍ କଷି ସାରିଲା ପରେ ଆଗରୁ ଭାଜିକି ରଖିଥିବା ପରିବାକୁ ଆଡ଼୍ କରିବା। ପ୍ରଥମରୁ ମୁଁ ଭାଜିକି ରଖିଥିଲି କୋବିକୁ ମୁଁ ଆଡ଼୍ କରିନି, କେବଳ ଗ୍ରୀନ୍ ମଟର, ବିନ୍ସ, କ୍ୟାପ୍ସିକମ୍ ଆଉ ଗାଜର, ଆଳୁକୁ ଆଡ଼୍ କରିନେଲି। ଆଉ 1 ମିନିଟ୍ ମସଲା ସହିତ ମିଶାଇକି କଷି ନେବା। ସେ ଭଲସେ କଷି ହେଇଗଲା ପରେ ଆଉ ଯେହେତୁ କୋବି ଗୁଡ଼ାକ ଟିକେ ଭଲ ଭାଜି ହେଇଯାଇଥିଲା ସେଥିପାଇଁ ମୁଁ ପରେ ଆଡ଼୍ କଲି, ନହେଲେ ସେ ଗୁଣ୍ଡ ହେଇକି ପୁରା ମିଶିଯିବ। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିକି ଆଉ ପରିବାକୁ ହାଲକା ଟିକେ ମସଲା ସହିତ ଗୋଳେଇକି ଭାଜି ନେବା। ଯେତେବେଳେ ମସଲା ଆମର ବଢ଼ିଆ ସେ ଭାଜି ହେଇଯିବ ଗରମ ପାଣିକି ଆଡ଼୍ କରିବା ଆଉ ସବୁ ପରିବାକୁ ଭଲସେ ଗୋଳେଇ ନେବା ଆଉ ଫୁଟିବା ପାଇଁ ଛାଡ଼ିବା। ଏଇଠି ସବୁ ପରିବାକୁ ଗୋଳେଇ ନେଇଛି ଆଉ ପାଣି ଅଧିକ କରି ଟିକେ ଆଡ଼୍ କରିବା, ଯେହେତୁ ଆମେ କାଜୁ ଚାରମଗଜ ଦେଇଛେ। ଫୁଟିଗଲେ ବହଳିଆ ହେଇଯିବ ଝୋଳି ଆଉ ଝୋଳ ଗୁଡ଼ାକ କମିଯିବ। ତେଣୁ ସେ ସବୁକୁ ଦେଇ କଭର୍ ଦେବା ଆଉ 1 ମିନିଟ୍ ଫୁଟେଇ ନେବା। ପରିବା ଭଲସେ ମିଶିଗଲା ପରେ ମସଲାରେ ଫୁଟିଗଲା ପରେ ଆଗରୁ ଭାଜିକି ରଖିଥିବା ପନିରକି ଆଡ଼୍ କରିନେବା ଆଉ ଗୋଳେଇ ନେବା। ଏଇଠି ପନିରକି ଆଡ଼୍ କରିକି ମୁଁ ଆଉ 1 ମିନିଟ୍ ଖଣ୍ଡେ କଭର୍ ଦେଲି ଆଉ ପନିର ସହିତ ମସଲା ମିଶିବା ପାଇଁକା ଛାଡ଼ିନେଲି। ସବୁ ମିଶିଗଲା ପରେ ଏଠି କେତେ କଲରଫୁଲ୍ ଲାଗୁଛି ତରକାରୀ ଦେଖନ୍ତୁ। ଶେଷରେ କିଛି କଟା ଧନିଆ ପତ୍ର ଆଉ ଘର ତିଆରି ଗରମ ମସଲାକୁ ଆଡ଼୍ କରି ଗୋଳେଇ ଦେଲା ପରେ ଆମର ଏଠି ଭୋଜି ଷ୍ଟାଇଲ ସୁପର ଟେଷ୍ଟି କ୍ରିମି ଟେକ୍ସଚର ବାଲା ମିକ୍ସ ଭେଜ୍ ପନିର ପୁରା ରେଡ଼ି। ଆପଣମାନେ ଏଇ ସିଜିନ୍ ସରିବା ପୂର୍ବରୁ ବହୁତ ସାରା ଗ୍ରୀନ୍ ପରିବା ସହିତ କଲରଫୁଲ୍ ପରିବା ମିଳୁଛି, ଆପଣମାନେ ଆଣିକି ବନାନ୍ତୁ। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ବାଏ, ଜୟ ଜଗନ୍ନାଥ।